ବର୍ତ୍ତମାନ ସନ୍ଧାନ ପ୍ଲସ୍ ଏବଂ ମାଳିକା ସନ୍ଧାନ ଟିମ୍ ଆସି ପହଞ୍ଚିଯାଇଛି ନଟବର ଦାସ ଯିଏ 105 ବର୍ଷର ବୃଦ୍ଧଟିଏ ଅଛନ୍ତି। ଜଣେ ମହାନ ଭକ୍ତ ଏବଂ ଆମ ନିକଟରେ ମଧ୍ୟ ଅଛନ୍ତି ଭାସ୍କର ବାବା। ବାବା ଆପଣଙ୍କୁ ସ୍ୱାଗତ ଜଣେଇବି। କଣ କହିବେ ଭବିଷ୍ୟତ କଥା ଯୋଉ ମହାପୁରୁଷଙ୍କର କଥାକୁ ନେଇକି ଅଛି ଆହୁରି ଅଛି କୁହନ୍ତୁ। ଅଛି କେବେ ଆସ ୟାକୁ ନେଇକି ଆଗେ ବାଣ୍ଟେ ଆକୁ ନେଇକି ବାଣ୍ଟି ସାରେ ଆସ୍ତେ ଆସ୍ତେ ସିନା ତୁ ଖାଇବୁ ଆଉ ତୁ ଖାଲି ଯାଉ ଥାଳି ଦେହରେ ବୁଡେଇ ଯାଉ ଭାତ ମଝିରେ ପଡିଯିବନି। ଆଚ୍ଛା କୁହନ୍ତୁ ଆଗକୁ କିଭଳି କଣ ଚାଲିବ ଯୋଉ ଦେଖେ ଯେତିକି ପ୍ରଭୁ କହୁଛନ୍ତି ଯେତିକି ଏ ସଂସାର ଭିତରେ ଚାଲୁଛି ତୁ ଆଗେ ଦେଖେ କୋଉ ବାଟ ଦେଇ ଲୋକମାନେ ଗତି କରୁଛନ୍ତି କଣ କରୁଛନ୍ତି ଆକୁ ସବୁ ଆଗେ ଦେଖେ। ଆଚ୍ଛା ଯୋଉ 2023 ଚାଲିଛି ଆଗକୁ କେମିତି କଣ ଆର ରହିବ କଣ ମୁଁ କହିବି। ସତ୍ୟ ବୋଲି କିଛି ନାହିଁ ନା ତେତା ବୋଲି କିଛି ନାହିଁ ଦ୍ୱାପର ବୋଲି କିଛି ନାହିଁ ନା କଳି ବୋଲି କିଛି ନାହିଁ ତମରି କତିରେ ସବୁ ଅଛି। ଯଦି ତମେ କରିପାରିବ ସତ୍ୟ ତମରି କତିରେ ଅଛି। ଆଉ ତୁମେ ତ ଖାଲି କହୁଛ କଳି 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 ନା ତ ମାରି ତାଳି ବଜାର। ଆଚ୍ଛା ପ୍ରଭୁ ନିଜେ ଆସିଲେ ଧରା ପୃଷ୍ଠ ଅବତରଣ କଲେଣି କିଏ କଳ୍କି 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 ମୁଁ କହିଥିଲି କଳ୍କି 9 ବର୍ଷ ହେଇଗଲାଣି 9 ବର୍ଷ ଆଉ 9 ବର୍ଷ ଆଉ 9 ବର୍ଷରେ 9 ବର୍ଷ ସେ ଉଠିବ ପରା ଘୋଡା ଧରିକିରି ଆଉ 9 ବର୍ଷ ରହିଲା। ଆଚ୍ଛା ସେ ତାଙ୍କର ତ 18 ବର୍ଷ ହେଇଥିବ। ହଁ ସେ କଣ ଘୋଡା ଧରିକି ଉଠିବେ? କେବଳ ଜଗନ୍ନାଥ ନା ଆଉ କିଏ? କଳ୍କିରାମ ଯୋଉ କଳ୍କିରାମ ସେଇ ଯୋଉ ଜଗନ୍ନାଥ ସେଇ ବା ଆଉ କିଏ କଳ୍କି ସଂହାର କରିବ କିଏ? ବଳରାମ ବଳରାମ ତାଙ୍କର ଘୋଡା ତାଙ୍କର କଳା ଘୋଡା ତାଙ୍କର ଧଳା ଘୋଡା ଏଇ ଯେ ଘୋଡା ଏଇଠି ଅଛି କୋଉଠି ଅଛି ଏଇଠି ଅଛି କୋଉଠି ଆମ ବିଦ୍ରୋହମଣି କତିରେ ମହେଶ୍ୱରମଣି ବିଦ୍ରୋହମଣି ଚିତ୍ରତଳା କୂଳରେ ତ ଅଛନ୍ତି ଆଉ ଦୁଇ ଭାଇ ଜନ୍ମ ନେଇଛନ୍ତି। ଦୁଇ ଭାଇ ଯାକ ଏଇଠି ନେଇଛନ୍ତି ଜନ୍ମ ଘୋଡା ଅଛନ୍ତି ସେ ଦି ଜଣ ପୁରା ଜନ୍ମ ହେଇଛନ୍ତି। ମୁଁ କହିଛି ଏଇ ଓଡିଶାରେ ନାଟା କହୁନାହାନ୍ତି ଏରିଆ ପର୍ଟିକୁଲାର। ଓ କାହିଁ ବାପା ତୁ ଖୋଳୁଛୁ କହିଲୁ କାହିଁ ଖୋଳୁଛୁ ତୁ ଜାଣିବୁ ତୁ ବା ସେ ବାଟ ପଛକୁ ହେଇଗଲୁ ତୁ ଜାଣିବୁନି ତୁ ଜାଣିବୁ ଆମେ ଆଗରୁ ଟିକେ ଆମକୁ ଜାଣିବୁନି। ହଁ ଜାଣିବୁ କହୁନାହାନ୍ତି ଯୋଉ କଥା ଭାସ୍କର ବାବା କହିଲେ ତୋ ମନ ଯଦି ମୋ ଠାରୁ ଥବ ଆଉ ମୋ ମନ କୋଉଠି ଥବ? ସେ ଯୋଉ ପିଲାଟି ଆଇଥିଲା ସେଦିନ ବାବା କାନ୍ଦିଛି ଯେ ଅଜସ କାନ୍ଦିକି ଯାଇଛି ପିକିରାଳି ଆଇଥିଲା ପିଲା 25-26 ବର୍ଷ। କାହିଁକି ଆସି କାନ୍ଦିଲା? ଏଇ ବିଷୟ ନେଇ ତାକୁ କହିଛନ୍ତି 10-12 ବର୍ଷ ସବୁ ସିଏ ଅମୁକ ଜାଗାରେ ସେ ବୁଢାଟି ଅଛି ଆଗ ଟିକେ ଯା ଅବଶ୍ୟ କିଛି ଜାଣିବୁ ଯୋଉ କଥା ଆମେ ହଉଥିଲେ ସିଏ ତାକୁ ସବୁ ଶୁଣିଲା ସେ ରାସ୍ତା ଉପରେ ଗାଡି ରଖିକି ଶୁଣିଲା ଶୁଣିକି ତମେ ଯେମିତି ଗଲ ସେ ଯୋଉଠୁ ଆଇଲା ଆଉ ମୁଁ ସେଠୁ ଅନେଇଦେଲି ମୁଁ କହିଲି ତୋ ଘର କୋଉଠି ତୋ ଘର? ପିକିରାଳି ଏଇଠି କାଲି ଠିଆ ହେଇଛୁ ନା ଆଇଛି କୋଉଠିକି ଆଇଛୁ? ତମ କତିକି ଆଇଛୁ। ଆରେ ମୋ କତି ତୁ କାହିଁ ଆଇଛୁ? ମୋ କତି ତୁ କାହିଁ ଆଇଛୁ? 8-10 ବର୍ଷ ହେଲା ମତେ କହିଥିଲି ତୁ ଯିବୁ ସେଇ ପାଗଳା ବୁଢା କତିକି। କିଏ କହିଥିଲେ? ଗୁରୁ କହିଥିଲେ। ହଁ ଆଉ ମତେ କହିଥିଲେ ମୁଁ ତ ଘର ଦେଖି ନାହିଁ ନା ଜାଣି ନାହିଁ ନା ତମେ କିଏ ବୋଲି ଚିହ୍ନି ନାହିଁ ଆଉ କଣ କରିବି? ଜାଣିଲା ସେ କୋରୁଆରେ ପହଞ୍ଚିଲା କୋରୁଆରେ ଘରଟା ପିକିରାଳି ଯୋଉ ପରକୁଳା ପିକିରାଳି କଣ୍ଟା କହୁଛି ଆସିଲା ଆସିକି ତାକୁ ଏମିତି କହିଲି ତୋର କିଏ କହିଲା
ହଁ ମତେ କହିଛୁ ମୁଁ ଖୋଜି ଖୋଜିକା ଚାଲିଛି ଆଉ ମୁଁ ଆଇଲି ନୂଆପଡ଼ାରୁ ଆଇଲି ପୁଣ୍ଡାଳ କଥା ମୁଁ କହିଲି ମୁଁ ଯିବି କଲେଜରେ ଗଲେ ମୁଁ ପାଇଯିବି ଆଉ ସେଇଠୁ ସିଏ କଣ କଲା କଲେଜରେ ଆସି ପଚାରିଲା କହିଲା ଏ ଯୋଉ ବିଜୟ ସାରେ ଶୁଣିଛି ଆମ ବଡ଼ ପୁଅ ବିଜୟ ସାର ତାଙ୍କରି ବାପା ସେ କଣ ମଠରେ ବସନ୍ତି ଆଉ ତାଙ୍କର ଯୋଉ ମଠ ସେଠି ଅଛି ହନୁମାନ ଅଛନ୍ତି ଆଉ ବାସୁଦେବ ଅଛନ୍ତି ଆଉ ସେ ବସନ୍ତି ନା ହଁ ସେ ବୁଢ଼ା ବସନ୍ତି ସେ ବୁଢ଼ା କତିରେ ବହୁତ ଲୋକ ଚାରିପାଖ ଯାଉ ବୁଢ଼ାକୁ ଘେରିକିରି ବସନ୍ତି ବୁଢ଼ା ରାତି 9-10 ପର୍ଯ୍ୟନ୍ତ ବୁଢ଼ା ସେ ମଠରେ ବସେ ଆଉ ନା କାହିଁକି ନା ମୁଁ ଟିକେ ଯିବି କୋଉ ବାଟରେ ତାକୁ ଯୋଉ ବାଟ କହିଦେଲେ ଯା ଏମିତି ଯା ହନୁମାନ ଆଚ୍ଛା ସେ ଭେଟ କଲେ ଆସି ହଁ ପିଲା ଭେଟ କଲେ କାନ୍ଦିଲା ଯେ ଅଜସ ବୋଲି କାହିଁ କାନ୍ଦୁଛୁ ଆରେ ତୁ କାହିଁ କାନ୍ଦୁଛୁ ତୁ ପାଗଳା କତିକି ଆଇଛୁ କାହିଁ କାନ୍ଦୁଛୁ କାହିଁ ଆରେ ଯା ଆଉ କାନ୍ଦିବୁନି ଆଉ କାନ୍ଦିବୁନି ତୋ କାନ୍ଦ ସରିଗଲା ଯା ସେ ଜମା ବାପା ଯାଉନଥାଏ ଛାଡିକି ମୁଁ ବାପା ଯା ତୋ ମା ଖାଇନି ଆଚ୍ଛା ଆମେ ଯୋଉ କାର୍ଯ୍ୟକ୍ରମ କରୁଛୁ ଏଇ ପଥରେ କହୁଛନ୍ତି ଠିକ ଠାକ ଚାଲିଛି କୋଉଟା ଆମେ ଯୋଉ ପ୍ରଭୁଙ୍କ ମାନେ ଅନ୍ୱେଷଣ ଚାଲିଛି ବା ପ୍ରଭୁଙ୍କୁ ଚିହ୍ନିବା ପାଇଁ ଆମର ପ୍ରୟାସ ଜାରି ରଖିଛୁ କୋଉ ଜାଗା ଗୁପ୍ତ ସ୍ଥାନ ସବୁ ଇଏ ସଂସାରରେ 16 ମଣ୍ଡଳ ଭିତରେ ମହାପୁରୁଷ ଯୋଉ 16 ମଣ୍ଡଳ ଅଛି 16 ମଣ୍ଡଳ ଭିତରେ ସମସ୍ତେ କଣ ଏ ବାଟରେ ପଠିତ ନା ସମସ୍ତେ ଆକୁ ଧରିପାରିବେ ନା ସମସ୍ତେ ସଂଗ୍ରହ କରିପାରିବେ ହେଇପାରିବନି ସିଏ ଅଛି ଖବର କହିବୁ ମୁଁ ବା କହୁଥିଲି ବାବା ଆମେ ବାରିକ ଆମେ କୋଉ ବାରିକ ତଞ୍ଚା ବାରିକ ନୁହେଁ ଆମେ ଖବର ବାରିକ ଆମେ ଖବର ଦବା ପ୍ରଭୁ ଅଛି ପ୍ରଭୁ ତ ସେ ଶୂନ୍ୟ ସେ ଶୂନ୍ୟ ରୂପ ପିଇଦେ ହବ ଜୋର ଏଇ ଓଡ଼ିଶା ଭିତରେ ହବ କେବେ କେବେ ଭିତରେ 2024 ଆରମ୍ଭ ଜୋର କଣ ହବ ରହିବନି ଥଳକୂଳ ତାପରେ ଜ୍ଞାନ ନ ରହିବ କାହାରି ସର୍ବେ ହେବେ ଧାବରା ହାକାର ପଡିଯିବ ଇଏ ସଂସାର ସାରା କହୁଛନ୍ତି ଆସିବ ଯୋଗୀ ଡାକ ଦବ ଇଏ ଭୈରବୀ ଡାକ ଦବ ଡାକ ଯିଏ ସତ୍ୟ ପଥ ଦେବ ସେ ଡାକ ଶୁଭିବନି ଯିଏ ଭୁଲ ବାଟେ ତ ତାକୁ ଶୁଭିବ ନା ସିଏ କୋଉ ରୂପ ଧରି ଯାଉଛି ଡାକ ଛାଡ଼ିବ ସେ ମୌଜାରେ ସେଠି ଗଇ କିଏ ଡାକିଲା ସେଠି କୁଆକେ ଏ ମୌଜାରେ ହେ ଡାକିଲା କିଏ ଏଇ ଡାକେ ଭୈରବୀ ଡାକେରେ ଥୋଡ଼ାଇ ଯିବେ ଆଉ ରହିବେ ଯୋଉ କହୁଛନ୍ତି ହୀରା ପାର ଏକାଠି ହବ ହଁ ଏକାଠି ହବ ଯିଏ ମୁଁ କହିଥିଲି ଯିଏ ସତ୍ୟ ପଥେ ଥବ ତା ନାକରେ ପାଣି ପଶିବନି ତା ପାଟିରେ ପାଣି ପଶିବନି ତା ଆଖିରେ ପାଣି ପଶିବନି ସେ ଯେମିତି ସବୁଦିନ ଯେମିତି ପାଣି ବେଳେ ଛେଇବେ ଯୋଉମାନେ ଦୁର୍ନୀତି ଅତ୍ୟାଚାର କରୁଛନ୍ତି ସେମାନେ ମୂଳ ପୋଷ ରହିବେ ନାହିଁ ଫେରେ ଆଙ୍କ ଭିତରେ ପରୀକ୍ଷା ହବ ଯୋବରାରେ ଏଇ ଯିଏ ରହିଯିବେ ତାଙ୍କ ଭିତରେ ପରୀକ୍ଷା ଯୋବରାରେ ହବ ଠିକ ଅଛି।